ତାଙ୍କ ମାଆଙ୍କ ସକାଶୁ ଥରେ ମୁଁ ବିଷ ଗାଇ ଦେଇଥିଲି। ତାଙ୍କ ମାଆ ଭାବିଲେ ବୋଧେ ମରିଯିବ କି କ'ଣ। ନିଜର ସ୍ତ୍ରୀ ତ ଛାଡ଼ିକି ପଳଉଛି, ଆଉ କାହାକୁ କହିବି ଆଜ୍ଞା। ଟଙ୍କା ଯେତେବେଳେ ନ କମେଇ ନ ପାରିବ ନିଜ ଲୋକ ହିଁ ଆଗୁଆ ହାତ ଛାଡ଼ନ୍ତି। ମୋ ଭାଗ୍ୟରେ ଦୁଃଖ ପଡ଼ିଗଲା, ମୁଁ ଦୁଃଖ ଆଜ୍ଞା ଭୋଗିଲି। ମୋ ଭୁଲ ଯଦି ଅଛି ମୁଁ ତାଙ୍କ ଆଣ୍ଠୁ ମାଡ଼ିକି ବି ଭୁଲ ମାଗୁଛି, କାନ ବି ଧରୁଛି ଆଜ୍ଞା। ମତେ ବାନ୍ଧିକି ଦାଣ୍ଡରେ ପକେଇଲେ, ମତେ ନଳା ପାଣି ବି ପିଆଇଲେ। ଆଜ୍ଞା ଜ୍ୱାଇଁ ଯେତେ ଖରାପ ହେଲେ ଆଜ୍ଞା ବାନ୍ଧିକି ଦାଣ୍ଡରେ ପକେଇବାଟା ଠିକ୍। ତମେ ଆଜି ଅଛ କାଲି ନଥିବ, ତାପରେ ସେ ତା ସ୍ୱାମୀଠୁ ଅଲଗା ହେଇଯାଇଥିବ। ବିବାହ ହେଲା, ତିନିଟି ସନ୍ତାନ ବି ହେଲା, ତଥାପି କାହିଁକି ମାନେ କେଉଁ ଦିନଠୁ ଏମିତି ଆପଣଙ୍କ ଅସୁବିଧାଟା ଆରମ୍ଭ ହେଲା? ଅସୁବିଧା ଆଜ୍ଞା ଦୁନିଆରେ ହିଁ ସବୁକିଛି ହେଉଛି ଟଙ୍କା। ଟଙ୍କା ଯେତେବେଳେ ନ କମେଇ ନ ପାରିବ ନିଜ ଲୋକ ହିଁ ଆଗୁଆ ହାତ ଛାଡ଼ନ୍ତି। ସେଥିପାଇଁ ହେଇଥାଏ। ତ ରୋଜଗାର ବହୁତ ଭଲ ଅଛି ନା? ରୋଜଗାର ଥିଲା, ଅବିକା ତ ମୁଁ ଆକ୍ସିଡେଣ୍ଟ ପରେ ଆଉ ରୋଜଗାର ନାହିଁ ନା ମୋର। ଆକ୍ସିଡେଣ୍ଟ? ଆଜ୍ଞା। କାହାର ଆକ୍ସିଡେଣ୍ଟ? ମୋର ଆଜ୍ଞା ହାଇୱା ଆକ୍ସିଡେଣ୍ଟ ହେଇଯାଇଥିଲା। ଓ ଆପଣଙ୍କ ଆକ୍ସିଡେଣ୍ଟ ହେଇଛି? ଡ୍ରାଇଭରଟେ ଆଜ୍ଞା ଥିଲି, ମୋର ହାଇୱା ଆକ୍ସିଡେଣ୍ଟ ହେଇଯିବାରୁ ମୋତେ ଏମିତି ଛାଡ଼ି ଛୁଡ଼ି ଦେଇକି ଯାଉଛନ୍ତି। ମାନେ ଆକ୍ସିଡେଣ୍ଟ କେମିତି ହେଲା? ମୋର ହାଇୱା ଚଲାଉଥିଲି, ମୁଁ ଡ୍ରାଇଭରଟେ। ମୋର ହାଇୱାରେ ଆକ୍ସିଡେଣ୍ଟ ହେଇଥିଲା। ମୋର ଦୁଇଟା ଯାକ ଗୋଡ଼ ପୁରା ଟୋଟାଲ ନଷ୍ଟ ହେଇଯାଇଥିଲା। ମାନେ ଆପଣଙ୍କ ଆଜ୍ଞା ଆଜ୍ଞା ପୁରା ଗୋଡ଼ ପୁରା ଏମିତି ପ୍ଲାଷ୍ଟିକ ସର୍ଜରୀ ଟୋଟାଲ ହେଇଛି। ମୋର 17 ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି ଦୁଇ ଗୋଡ଼ରେ। ଆଜ୍ଞା ମୁଁ ବି ଚାଲିପାରୁନି, ଦେଖିଦେବେ। ରଡ୍ ଫଡ୍ କିଛି ଲାଗିଛି? ଆଜ୍ଞା ବାଁ ଗୋଡ଼ରେ ପୁରା ଷ୍ଟାନିଲିୟର ରଡ଼ ଦିଆହେଇଛି, ଆଗରୁ ଲାଗିଥିଲା ଉପର ପଟେ। ଏବେ ବି ଏତେ ଗୋଡ଼ରେ ପ୍ଲେଟ୍ ଅଛି, ଗୋଛି ନାହିଁ, ମାଂସ ଟୋଟାଲ ପେଣ୍ଡା ଆଡ଼ୁ ଗାଣ୍ଡି ଆଡ଼ୁ କଟା ହେଇକି ମାଂସ ବି ପଡ଼ିଛି ଏଗୁଡ଼ାରେ। ଯେଉଁ ଦିନଠୁ ଆପଣଙ୍କର ଗାଡ଼ି ଆକ୍ସିଡେଣ୍ଟ ହେଲା, ଆପଣଙ୍କ ଗୋଡ଼ ଅକାମୀ ହେଇଗଲା, ସେଇ ଦିନଠୁ ଆପଣଙ୍କର ସଂସାର ଭିତରେ ଡିଷ୍ଟର୍ବାନ୍ସଟା ହେଲା? ଆଜ୍ଞା ସେଇ ଦିନଠୁ ହେଲା ଆଜ୍ଞା। ନିଜର ସ୍ତ୍ରୀ ତ ଛାଡ଼ିକି ପଳଉଛି, ଆଉ କାହାକୁ କହିବି ଆଜ୍ଞା। ଯିଏ ସବୁଠୁ ବଡ଼ ନିଜର, ସିଏ ଯଦି ଆପଣଙ୍କ ହାତ ଛାଡ଼ି ଦେଉଛି, ସୁବିଧା ତ କ'ଣ ଅଛି? ଆଜି ସୁବିଧା ଅଛି, କାଲି ଅସୁବିଧା ହେବ। ନିଶ୍ଚୟ ଆଜି ମୁଁ ଆଜ୍ଞା ଅସୁବିଧା ଅଛି, ମୋର 3ଟା ପିଲାଙ୍କୁ ଛାଡ଼ି ଦେଇକି ବି ପଳାଉଛନ୍ତି। ମୋର ଆଜି ଅସୁବିଧା, ପଇସା ନାହିଁ ପତ୍ର ନାହିଁ ମୋ ପାଖରେ, ମୁଁ ମାଗି ଯାଚିକି ଆଣିକି ବି ମେଡ଼ିକାଲ ଟ୍ରିଟମେଣ୍ଟ ହେଉଛି, ୟାଠୁ ତାଠୁ ଧାର କରିକି ଆଣୁଛି, ବିଲବାରି ବିକୁଛି। କାଲି ଯେତେବେଳେ ମୋର ବି ସୁବିଧା ହେଇଯିବ ମୁଁ ଆଜ୍ଞା ଗାଡ଼ି ଚଲେଇବି। ନିଶ୍ଚୟ ଭଗବାନ କାହାକୁ ଅସୁବିଧା କରିନାହାନ୍ତି। ଜୀବନରେ ଆଜି ଦୁଃଖ ଅଛି, କାଲି ସୁଖ ନିଶ୍ଚୟ ଅଛି। ମୋ ଭାଗ୍ୟରେ ଦୁଃଖ ପଡ଼ିଗଲା, ମୁଁ ଦୁଃଖ ଆଜ୍ଞା ଭୋଗିଲି। ପଇସା ନା ଆଉ କିଛି? ଭାଉଜଙ୍କ ସେମିତି କାହା ସହିତ କିଛି? ନାଇଁ ନାଇଁ ଆଜ୍ଞା, ଭାଉଜଙ୍କର କିଛି ସେମିତି କାହା ସାଙ୍ଗରେ ସମ୍ପର୍କ ମୁଁ ଆଜି କେବଳ ଗୋଟେ ପଇସା ପାଇଁ ବୋଲିକିରି ସ୍ୱାମୀ ଛୁଆକୁ ଜଣେ ଛାଡ଼ିକିରି ପଳାଉଛି? ଆଜ୍ଞା ପଇସା ସକାଶୁ ଯାହା, ତାପରେ ତାଙ୍କ ମାଆ ହେଉଛନ୍ତି ଖରାପ କରିଦେଲେ ତାଙ୍କୁ ବେଶୀ। ତାଙ୍କ ମୁଣ୍ଡରେ କାହାର? ଆପଣଙ୍କ ସ୍ତ୍ରୀଙ୍କ ମା ମାନେ ଆପଣଙ୍କ ଶାଶୁ? ଆଜ୍ଞା ଆଜ୍ଞା। ମାନେ ଗୋଟେ ମା କେବେ ବି କୌଣସି ଛୁଆର ଖରାପ ଚାହେଁନି କି ଖରାପ କରିବା ପାଇଁ ଦିଏନି। ଆଜ୍ଞା ମା ଚାହେଁନି, ସବୁ ମା ତ ଆଜ୍ଞା ସମାନ ନୁହଁ ନା। ମୋ ମା ବି ରାଗରେ ଆମେ କ'ଣ କହିଦେଉଛୁ ବୋଲି ମା ବି ଆମର ଯାଇକି ମାର ଭଲ ପାଇବାଟା ଏତେ ବଢ଼ିଗଲା ଯେ ସିଏ ସ୍ୱାମୀର ଭଲ ପାଇବାଟା କମିଗଲା ବୋଲି ଭାବୁଛି। ଯେତେବେଳେ କି ସ୍ତ୍ରୀ କି ଦରକାର ହେଉଥିବ, କିଛି ପଇସା ହେଇଗଲା କି କୌଣସି ପ୍ରକାର ଜିନିଷ ଦରକାର ହେଲା, ତାକୁ କିଣିବା ଦରକାର ହେଲା କି ଆଣିବା ଦରକାର ହେଲା, କୌଣସି ପ୍ରକାର ସପୋର୍ଟ, ଯେଉଁ ସପୋର୍ଟଟା ସେ ତା ସ୍ୱାମୀ ପାଖରୁ ପାଇବା କଥା, ସ୍ୱାମୀ ପାଖରେ ଯଦି କିଛି ପ୍ରୋବ୍ଲେମ୍ ଅଛି, ତାହେଲେ ତା ମା ପାଖରୁ ସେ ସୁବିଧାଟା ସେ ପାଇଥିବ ବୋଲିକିରି, ସେଇଥିପାଇଁ ବୋଲିକି ସେ ଚେଞ୍ଜ ହେଇଥିବ। ଥରେ ମୁଁ ବିଷ ଖାଇ ଦେଇଥିଲି ତାଙ୍କ ସକାଶୁ, ତାଙ୍କ ମାଆଙ୍କ ସକାଶୁ ଥରେ ମୁଁ ବିଷ ଖାଇ ଦେଇଥିଲି। ତାଙ୍କ ମାଆ ଭାବିଲେ ବୋଧେ ମରିଯିବ କି କ'ଣ, ଝିଅକୁ ନେଇକି ଅନ୍ୟ ଗୋଟେ ଗୁଞ୍ଜରର ଗୋଟେ ପିଲାଟା ସିଏ ଆସିକି ତାଙ୍କ ଘରକୁ ସନ୍ଧ୍ୟାବେଳେ ଆସିକି ତାଙ୍କର ସିମ୍ ତାଙ୍କ ମାଆ ଚେଞ୍ଜ କରିକି ତାଙ୍କୁ ଦେଇକି କଥା କରାଉଥିଲେ। କାହାକୁ? ମୋ ସ୍ତ୍ରୀଙ୍କି। ସେ କଥାଟା ମୁଁ ଜାଣିପାରିବା ହେତୁ ବର୍ତ୍ତମାନ ତାଙ୍କ ମାଆଙ୍କର ମୋର ସେଇ ଦିନଠୁ ଆଉ ପଇଲା ନାହିଁ। ସିଏ ଆମକୁ ସଦାବେଳେ ଅଲଗା କରିବା ପାଇଁ ଚେଷ୍ଟା ଚଲେଇଲେ। ଆକ୍ସିଡେଣ୍ଟ ହେଲା, ଝିଅ ଯଦି ରାଗରେ ପଳେଇଲା, ତାକୁ ରଖିବାଟା କ'ଣ ଆପଣ ଉଚିତ କି? ସ୍ୱାମୀ ଭଲ କହିଲା କି ମନ୍ଦ କହିଲା, ମୁଁ ତ ମାରିପାରିବିନି ନା। ମୋର ଷ୍ଟାନିଲିୟର ରଡ଼ ଲାଗିକି 2ଟା କଳିଙ୍ଗରେ, ସେ ଫଟୋ ବି ଅଛି ଆପଣଙ୍କୁ ଦେଖାଇ ପାରିବି, ଯେଉଁ ଭଳିଆ ଷ୍ଟାନିଲିୟର ରଡ଼ ଲାଗିଥିଲା ମୋ 2 ଗୋଡ଼ରେ, ମୁଁ ଗୋଡ଼ ଉଠାଇ ପାରୁନଥିଲି। ସେ ଟାଇମ୍ରେ କ'ଣ ମୁଁ ମାରିପାରୁଥିଲି କି? ତାଙ୍କ ମାଆ ଅଭିଯୋଗ ଆଣିଲେ ଯେ ମାରିଲା ବୋଲି ଆମେ ରଖିଦେଲୁ 3। ସେ ଟାଇମ୍ରେ ମୁଁ ମାରିପାରିବି କି ଆଜ୍ଞା? ଆପଣ ଦେଖନ୍ତୁ, ଗୋଟେ ଭିଜୁଆଲ ମୁଁ ଦେଖାଉଛି। ସେ ଟାଇମ୍ରେ ରିପୋର୍ଟ ବି ମୋ ପାଖରେ ଅଛି, ଯେତେବେଳେ ବି ଓଡ଼ିଶାବାସୀ ମାଗିବେ ମୁଁ ଆଜ୍ଞା ରିପୋର୍ଟ ବି ଦେଇପାରିବି। ସେ ଟାଇମ୍ରେ ମୋତେ 3 ମାସ ଛାଡ଼ିବାଟା କିଛି ଉଚିତ ଠିକ୍ କାମ କରିଛନ୍ତି କି ମାଆ? ମୁଁ ବି ମାଆ ବୋଲି ସମର୍ଥନ ଦେଉଛି, ମୋର ବି ମାଆ ସିଏ, ମୋ ସ୍ତ୍ରୀର ମାଆ। ମାନେ ମୁଁ ମାଆ ତ କେବେ କାହାର ଖରାପ ଚାହେଁନି, ମୋର କିନ୍ତୁ ସେମାନେ ଆପଣଙ୍କୁ ଖରାପ ଚାହୁଁଛନ୍ତି। ଆଜ୍ଞା
मरी मु विष खाइली मत दिने नहीं कि झील को छाड़िले कि दिने कहले अन्य टोकाटा कि क्या जानी संसार सिम चेंज करके स्वामी विष खाइला कि कौन कला ता स्त्री की चिंता करदो झील तू केमती जागुआ तो स्वामी भल हम केबे चाहिए गोटे माँ ना सिम चेंज कर गोटे अन्य पुरुष सागर कथा बोली झील चाहिए से माँ ही से भाया से माँ का चरित्र भी आज्ञा मुझे कहले आम शिशुआपड़ा गाँ से खंडक जाक भी जानी सी भी चार चार्टा जन्म कर बापा थी भी सी अन्य पिला धरिकी घरे रखिकी 4 मास ना 3 मास रखी घरे मुझे आज्ञा आम छोट छोट होती आम भी शुणी से पिला भी कहला ता बो को बाहा बोली विष भी खाई आज्ञा किरासिन लगे निआ भी ढाली निआ लगे आज्ञा मुझ सत कथा कौच आज्ञा पूरा यहाँ निराट सत्य सी भी न्यूज देखु पचारतु मत भी बांधिकी आज्ञा दांडे बाड़े देलांग थाना आगू को लेकिन जाइए अटरे पकईकी मत बांधिकी आज्ञा ज्वाइन जिते खराब है आज्ञा बांधिकी दांडे पकड़ा ठीक उचित किंतु गोटे जिनस केबे भी तो कह जाए आंब गछरे पणिस केबे भी फलिबो नाही आंब गछरे आंब ही फलिबो पणिस गछरे पणिस ही फलिबो किंतु जेतले से प्लेट को आसीबो ना सी तार रूप देखै देबो बुझिले तो सेहिति पई किए कौन भूल करी देइछि सेटा को आमे भूली जिबा किए कौन करूछि आमे सेटा को भूली जिबा जदि जीवन रे किछि भी आमे भूल करी देइछे कि कौन करछे सेटा को भूली कि जदि आमे आगो को चिंता करिबा ताहाले जे कि आमे आगो को बढ़ी परिबा सीए कौन करिछि ये कौन करिछि आ पई कौन होछि एई जिंस को आमे मन पकानी आ केबे भी कौनसी माँ केबे कौनसी छुआर खराब चाहेनी किंतु सब माँ मानक भी एतिकी जणै दियो जे माने भल पाइबा एते भी दियोनी जो थी कि निज छुआर भी क्षति हो तमें कौन तुम झील को लेकिन तुम घर रखीदेव तुम आज अच्छ काली नथिबो तापरे सी ता स्वामी ठू अलग हो बाहर लोक तो फायदा उठेबे ना से तुम भल पाइबाटा कौटी रहा तुम ऊपर थी देखुव मो झीलठू अन्य मैंने फायदा उठाऊँ यहाँ कौन देखाटा कौन ठीक तुम तो आप शाशु सहित आप कौन संपर्क भल भल ना भल ना माने कथबार्ता नहीं ना आज्ञा कौन मत जो बांधिले मुझे आज्ञा पूरा छी करदेली मत बांधिकी दांडे पकड़े मत जो नला पानी भी पियाइले कौन भाई मुझे बेहोश हो जाइली मत बाड़े कौन कि तांकर मोर केटकेट होता केटकेट हवा भितर घर जाइए मत थाना फांडी कले मुझे लुचिकी आसिक भुवनेश्वर थी से दिन जागर बासी होता हवा भितर मुझे कहली हाँ थाना जदि ने मु तो दोष करनी जदि मत थाना नबार अच्छी ने मुझे दांडे चलिकी जाऊँगी मो पुओ को मो शाड़ी धरिकी पलि आसूँ स्कूल ठू मो पुओ को मोर धरिया जाऊँगी मत से मोर घरे तो कहीं आज्ञा ना मु एकुटिया मो शाशु मो शाड़ी मो शला दी शला शाड़ी सोनिया जेना शाड़ी ना शला ना गोटा गगन जेना गोटा शला ना हूँ मृत्युंजय जेना आउ शाशु ना भानुमती जेना ससुर ना त्रिनाथ जेना एमाने मते मिसिकी बांधिकी दौड़े दुआर मत मारी धरी मो कान एपट भी छिड़ीला एपर्यंत भी देखो दाग भी अच्छी एपर्यंत कैपिटाल आइली मो घर कहीं न था भाई भाई मोर कहीं न था मत बांधिकी पकईकी दांडे अटो करके थाना को आणिक आइले थाना जो डेलांग थाना चिड़ा है तेमें कौन मारी धरिकी बांधिकी आणिक आइज खोलिकी से डेलांग नहीं डेलांग रेफर करदेला 6 नंबर मो कान कटरा पूरा फाटी जाता बाड़े मत तथापि मो स्त्री आइला मुझे तथापि मेडिकल टू मो घर लोक भी कहले छाड़ी दियो मुझे कहली मो स्त्री बिना मुझे बचीबी मरजीबी मो स्त्री की मुझे छाड़ी पारिनी घर लोक सागर भी मोर केटे है ना समस्त कहले ते बांधी मारिकी आहरी से स्त्री की आने चाहूँ मुझे कहली मो स्त्री मो जीवन तथापि नेली आणिकी आइली घरे रखिली तापर से दिन ठूँ मोर कथबार्ता आज्ञा ना भौणी आपड़ जो भी था मोर यही गोटे कथा को शुणु भाई केते आपन को भल पाउचंती आपण छुआ मैंने केते आपण को भल पाउचंती से दिन कथा मन पकाओ ना जो दिन आपण को छुआटी जन्म देइथिले केते कष्ट न सहीथिले कौन से सब भूलीगले आपण हाँ भाई की भूली जातु भाई की छाड़ी दिंतु आपण छुआ कथा तो मन पड़ुथबो ना से छुआ कथा भाविकी थोड़े फेरी आसतु ना गोटे मनीष जदि आजिका डेट्रे शांति बचब 60 वर्ष सफिसीयंट शांति 60 वर्ष पर्यंत जड़े बहुत भलर शांति बचे जदि 30 वर्ष 35-40 वर्ष जदि बीती जाइए आउ रहा 20 वर्ष से तापर भी आप आघर ताघर कहीं निज घर कहीं न बसइबे निज घर को फेरतु निज पिला छुआ सहित स्वामी सहित हस खुशी संसार करतु एबे किछि जना पड़ोनी जिते शेष समय आसबनी पानी टोपे देवाई किए पाखे नथिबो लोक तो यूज करने व्यवहार करने सब गोड़ काढ़ी अच्छा चुईगम जानी ना चुईगम चोबेला बेले मीठा लगी थाए कि मीठा सरीगले कौन करती लोक थू कर दियंती
ଆପଣ ବି ସେମିତି ୟୁଜ୍ ହେଇଯିବେ। ଭାଇ ଏତେ ଭଲ, ବହୁତ ଭଲ ପାଉଛନ୍ତି ଆପଣଙ୍କୁ, ଆପଣ ରିଟର୍ନ କରନ୍ତୁ ଘରକୁ। ଭାଇ ଗୋଟିଏ ପ୍ରମିସ୍ କରନ୍ତୁ, ଆପଣ ଭାଉଜ ଯଦି ରିଟର୍ନ ଆସୁଛନ୍ତି ତାହେଲେ ଆପଣ ସେଇ ଭଲ ପାଇବା ତାଙ୍କୁ ଦେବେ ଆଉ ନିଜର କରିକି ରଖିବେ। ଆଜ୍ଞା ନିଶ୍ଚୟ ମୁଁ ଓଡ଼ିଶା ଆଜି ଏତିକି କହୁଛି, ସିଏ ଆସନ୍ତୁ ଯେଉଁଠି ଥାଆନ୍ତୁ। ମୋ ଭୁଲ ଯଦି ଅଛି ମୁଁ ତାଙ୍କ ଆଣ୍ଠୁ ମାଡ଼ିକି ବି ଭୁଲ ମାଗୁଛି, କାନ ବି ଧରୁଛି ଆଜ୍ଞା ସମସ୍ତଙ୍କ ଆଗରେ। ମୁଁ ଆଉ ଜୀବନରେ ତାଙ୍କୁ କିଛି ବି ପଦେ ବି କିଛି କହିବିନି। ଆସିକି ତାଙ୍କ ପିଲା ଛୁଆଙ୍କୁ ଧରି ହସ ଖୁସିରେ ସଂସାର ଚଲାନ୍ତୁ। କେତେ ଭଲ ପାଉଛନ୍ତି ଆପଣଙ୍କୁ ଦେଖିଲେ। ଯିବା ଦରକାର ପଡ଼ିଲେ ସେ ଲୋକ ଘରକୁ ଯିବା, ଆମେ ସବୁ ଏକ୍ସପୋଜ କରିବା। ଆମେ କେଉଁଠି ଯାଉଛି କ'ଣ କରୁଛି, ଗୋଟିଏ ତମ କଥା ଆଜି ଧରା ପଡ଼ିଛି ତ। ଏ ଭିଡ଼ିଓଟା ଭାଇରାଲ ହେଲା ପରେ ସେ ଲୋକର ଯାହା ସହିତ କରିଛି ସବୁ ଭିଡ଼ିଓ ସାମ୍ନାକୁ ଆସିବ। ଆଜ୍ଞା ଏତିକି ମୋର ଓଡ଼ିଶା ହେଲା, ଆସିକି ନିବେଦନ। ସବୁ ଭିଡ଼ିଓ ସାମ୍ନାକୁ ଆସିବ। ଆଉ ସେଇ ଜାଗାରେ କୌଣସି ଲୋକ ସେ ଲୋକର ମୁହଁକୁ ଦେଖିଲେ ଥୁକିବେ। ଯେମିତି କୌଣସି ଲୋକ ତାକୁ କାମ, ଯଦି କାମ କରୁଥିବ କାମ ଦେବେନି, ଚାକିରି କରୁଥିବ ତାକୁ କିଏ ବାସିରେ ପଚାରିବେନି। ଆଜ୍ଞା ବୁଝିଲେ, ତମର କ'ଣ ଲୋକଙ୍କର ଅଭିଶାପ ତା ଉପରେ ପଡ଼ିବ। ଆଜ୍ଞା ଏତିକି ଓଡ଼ିଶା ଆସିକି ନିବେଦନ ମୋର। ଭାଇ କାନ୍ଦନି, କିଛି ଅସୁବିଧା ନାହିଁ ଭାଇ, ବୁଝିଲେ। ହେଲା, ସ୍ତ୍ରୀ ଆଜି ବୁଝିନାହାନ୍ତି ତ କାଲି ବୁଝିବେ। ତମର ଭଲ ପାଇବା ଯଦି ଠିକ୍ ଥିବ ନା, ଭାଉଜ ତମ ପାଖକୁ ଫେରିବେ। ହେଲା, କିଛି ନାହିଁ, ସେ ଜଗନ୍ନାଥ ଅଛି, ତା ଉପରେ ହିଁ ଭରସା କର। କର୍ମ ଯେଉଁଠି ଥାଏ ଫଳ ବି ସେଠି ଥାଏ। ଏଇଠି ସ୍ୱର୍ଗ ଏଇଠି ନର୍କ, ଯାହା କର୍ମ ଯିଏ ଯେମିତି ଭୋଗିବ। କିଛି ଅସୁବିଧା ହେବନି, କାନ୍ଦନି। ହେଲା, ଆମେ ଅଛୁ ତମ ସାଥିରେ।